ବାପାଙ୍କ ପାଇଁ କିଛି ଲେଖା ଯାଇ ନାହିଁ। ଅଲ୍ କ୍ରେଡିଟ୍ସ ଗୋସ୍ ଟୁ ମଦର। ମୁଁ ବାପାଙ୍କ ପାଇଁ ନିହାତି ପଦେ କହିବି, ସାର୍ ବି ଅଛନ୍ତି। ମୁଁ ଭାବେ ମାଟିଏ ଯଦି ତା ଛୁଆକୁ ଧରି ବିଛଣାରେ ଶାନ୍ତିରେ ଶୋଇପାରୁଛି, ଅଲ୍ କ୍ରେଡିଟ୍ସ ଗୋସ୍ ଟୁ ଫାଦର। ଏହାର ସମସ୍ତ ଶ୍ରେୟ ବାପାଙ୍କୁ ଯିବା ଦରକାର। ବାପାଟିଏ ବାହାରେ ଖଟି ପାରୁଛି ବୋଲି ତ ମାଟିଏ ଘରେ ରହି ହସୁଛି, ଆଉ ତା ପୁଅ ମୁହଁରେ ହସ ଫୁଟଉଛି। ଏ ମ୍ୟାନ୍ ଅଫ୍ ହୋଲ୍ ସାକ୍ରିଫାଇସେସ୍ ଇନ୍ ହିଜ୍ ଲାଇଫ୍ କଲ୍ଡ ଫାଦର। ବାପା ହଉଛନ୍ତି ସେଇ ବ୍ୟକ୍ତି ଯେ କି ଜୀବନ ତମାମ ନିଜେ ଜଳି ଜଳି ସ୍ତ୍ରୀ ଆଉ ଛୁଆଙ୍କୁ ମଣିଷ କରିବା ପାଇଁ ବୋଧହୁଏ ଶ୍ରେଷ୍ଠ ଉଦାହରଣ ହେଇପାରେ ଜଣେ ବାପା। ବୋଧହୁଏ ବାପା ଅଛି ବୋଲି ତ ମା ଆଜି ମଥାରେ ସିନ୍ଦୁର ଲଗାଇ ସୁନ୍ଦର ଦିଶୁଛି। ବାପା ଅଛି ବୋଲି ତ ମାଟିଏ ହସୁଛି ଆଉ ହସିବା ପାଇଁ ତା ଛୁଆଙ୍କୁ ପ୍ରେରଣା ଦଉଛି। କାହିଁକି ଲେଖା ଯାଇ ନାହିଁ ମୁଁ ଜାଣିପାରେନି, କିନ୍ତୁ ମୋ ପାଖରେ ଯଦି ବସ୍ତାଏ ଖଣ୍ଡେ ଖାତା ରହିଯାନ୍ତା, ତାହେଲେ ମୋର ପ୍ରତିଟି ଶବ୍ଦ, ମୋର ପ୍ରତିଟି ଭାବାବେଗ ସେଇ ବାପାଙ୍କ ଉପରେ ସମର୍ପିତ ହେଇଯାନ୍ତା। ଏଇଥିପାଇଁ କି ଏ ଦୁନିଆ ବୁକୁରୁ ଯଦି ଆପଣ ଯୋଉ ଶବ୍ଦ ଉପରେ ହାତ ପକେଇଦେବେ, ଯୋଉ ଡିକ୍ସନାରୀ ଉପରେ ହାତ ପକେଇଦେବେ, ସମସ୍ତ ଶବ୍ଦ ବୋଧହୁଏ ବାପାଙ୍କ ପାଖରେ ଜଷ୍ଟିସ୍ ହୁଏ।